ଅଗଷ୍ଟ 25 ପର୍ଯ୍ୟନ୍ତ ହଇରାଣ ହେବେ ଏହି 5ଟି ରାଶିର ଲୋକମାନେ। ବୈଦିକ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ସମୟରେ ବୁଧ ଗ୍ରହ ସିଂହ ରାଶି ଉପସ୍ଥିତ ରହିଛନ୍ତି, ଯାହାକି ଅଗଷ୍ଟ 22 ପର୍ଯ୍ୟନ୍ତ ସେଠାରେ ରହିବେ। ତେବେ ଏହି ସମୟ ମଧ୍ୟରେ ଜୁଲାଇ 31ରୁ 10 ଦିନ ପରେ ଶୁକ୍ର ମଧ୍ୟ ସିଂହ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଶୁକ୍ରର ରାଶି ଚିହ୍ନରେ ପରିବର୍ତ୍ତନ ହେତୁ ଲକ୍ଷ୍ମୀ ନାରାୟଣ ଯୋଗ ସିଂହରେ ସୃଷ୍ଟି ହେବ, ଯାହା ଅଗଷ୍ଟ 25 ପର୍ଯ୍ୟନ୍ତ ଅନେକ ରାଶିର ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇବ, କାରଣ ଶୁକ୍ର ସିଂହରେ ଅଗଷ୍ଟ 25 ପର୍ଯ୍ୟନ୍ତ ରହିବେ। ତେବେ ଏହି ରାଶିଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା। ମେଷ ରାଶି। ଏହି ରାଶିର ଲୋକମାନେ ଟଙ୍କା ସମ୍ବନ୍ଧୀୟ ବିଷୟ ପାଇଁ ଚିନ୍ତା ହେବେ। ଯଦି ନିଯୁକ୍ତ ବ୍ୟକ୍ତିମାନେ କିଛି ସମୟ ପାଇଁ ଏକ ପ୍ରୋଜେକ୍ଟରେ କଠିନ ପରିଶ୍ରମ କରୁଛନ୍ତି, ଏକ ପରିସ୍ଥିତି ଉପୁଜିପାରେ ଯେଉଁଥିରେ ସେମାନେ ସେମାନଙ୍କର କଠିନ ପରିଶ୍ରମ ପାଇଁ ଶ୍ରେୟ ପାଇବେ ନାହିଁ। ଏହି କାରଣରୁ ତାଙ୍କ କ୍ରୋଧ ବୃଦ୍ଧି ପାଇବ। ସିଂହ ରାଶି। ନିୟୋଜିତ ଲୋକମାନଙ୍କର ଶତ୍ରୁ ଏବଂ ବିରୋଧୀମାନେ ସକ୍ରିୟ ରହିବେ ଏବଂ ଆପଣଙ୍କର କ୍ଷତି କରିବାକୁ ଯଥାସମ୍ଭବ ଚେଷ୍ଟା କରିବେ, ଯେଉଁଥିପାଇଁ ଆପଣ ଚାପଗ୍ରସ୍ତ ରହିବେ। କିଛି ଅଜ୍ଞାତ ବ୍ୟକ୍ତିଙ୍କ ହସ୍ତକ୍ଷେପ ହେତୁ ବିବାହିତ ଲୋକଙ୍କ ପ୍ରେମ ଜୀବନରେ ସମସ୍ୟା ବୃଦ୍ଧି ପାଇବ। ତୁଳା ରାଶି। ପାରିବାରିକ ସମସ୍ୟା ଯୋଗୁଁ ଚାକିରି କରୁଥିବା ଲୋକମାନେ ଅସୁବିଧାରେ ପଡ଼ିବେ। ଦୋକାନୀମାନେ ଆଜି ଦିନସାରା ଚତୁରତାର ସହ କାମ କରିବା ଉଚିତ, ନଚେତ୍ କେହି ଆପଣଙ୍କୁ ବୋକା ବନାଇ ପାରନ୍ତି। ବିବାହିତ ଲୋକମାନେ ସେମାନଙ୍କର କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ, ନଚେତ୍ ଆପଣଙ୍କ ଯୋଗୁଁ ପରିବାରର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ। କନ୍ୟା ରାଶି। ଆଗାମୀ ସମୟର କନ୍ୟା ରାଶିର ଲୋକଙ୍କ ପାଇଁ ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ହେବ। ପିତାମାତା ଯଦି ସମ୍ଭବ ପିଲାମାନଙ୍କଠାରୁ କିଛି ସମୟ ଦୂରରେ ରୁହନ୍ତୁ, ନଚେତ୍ ସେମାନଙ୍କ ସହିତ ଆପଣଙ୍କର ସମ୍ପର୍କ ଦିନକୁ ଦିନ ଖରାପ ହୋଇପାରେ। ମକର ରାଶି। ମକର ସଂକ୍ରାନ୍ତରେ ଲୋକମାନେ ବ୍ୟବସାୟରେ ଇଚ୍ଛାକୃତ ଲାଭ ଅଭାବ ହେତୁ ଚିନ୍ତିତ ରହିବେ। ଚାକିରି କରୁଥିବା ବ୍ୟକ୍ତିମାନେ ଅଫିସରେ କିଛି ବଡ଼ ଦାୟିତ୍ୱ ପାଇପାରନ୍ତି, ଯେଉଁଥିପାଇଁ କିଛି ଟେନସନ୍ ବଢ଼ିବ। ଆଗାମୀ ଦିନ ବ୍ୟବସାୟୀମାନଙ୍କ ପାଇଁ ଚ୍ୟାଲେଞ୍ଜରେ ପରିପୂର୍ଣ୍ଣ ହେବ, ଯେଉଁ କାରଣରୁ ସମସ୍ୟା ମଧ୍ୟ ବୃଦ୍ଧି ପାଇବ। ଆପଣ ଜାଣିଲେ ଲକ୍ଷ୍ମୀନାରାୟଣ ଯୋଗ ପଡ଼ିଲେ କେଉଁ ରାଶି ପାଇଁ ଅଶୁଭ ହୋଇଥାଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଏବେ ହିଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଆଣ୍ଡ ଭିଜିଟିଂ।